ପ୍ରଣାମ। ମୁଁ ଆର୍ଯ୍ୟ ପବିତ୍ର ସତ୍ୟ ଦର୍ଶନ କାର୍ଯ୍ୟକ୍ରମରେ ଆଜିର ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଆଲୋଚନା କରିବା ମଣିଷର ସୁଖୀ ଜୀବନ ପାଇଁ ଗୁରୁ ଗ୍ରହଣର ଆବଶ୍ୟକ ଏକାନ୍ତ ପ୍ରୟୋଜନୀୟ। ଆଦିମ କାଳରୁ ଋଷିମୁନି ସମାଜରୁ ଆମେ ଯଦି ଦେଖିବା ତାହେଲେ ସେତେବେଳର ସମାଜରେ ସେମାନେ ସମସ୍ତେ ସୁଖ ଶାନ୍ତି ଆନନ୍ଦରେ ରହିବା ପାଇଁ ଅନେକ ଗୁଡ଼ିଏ ବିଧିବିଧାନ ଏବଂ ଧାରାକୁ ଅନୁସରଣ କରିଛନ୍ତି। ଜଣେ କୃଷକ ଯଦି ତା'ର ଚାଷ ଜମିରୁ ଭଲ ଫସଲ ଅମଳ କରିବାକୁ ଚାହେଁ ତାହେଲେ ତାକୁ ବିଭିନ୍ନ ପ୍ରକାରର ଜ୍ଞାନ କୌଶଳ ବିଧି ଉପାୟକୁ ଅବଲମ୍ବନ କରିବାକୁ ପଡ଼ିବ। ଯେପରିକି ପ୍ରଥମେ ସେ ଭଲ ରକମ ଚାଷ କରିବ, ଉନ୍ନତମାନର ବିହନ ବୁଣିବ, ଖତ ସାରର ପ୍ରୟୋଗ କରିବ ଏବଂ ତା'ର ଫସଲର ସୁରକ୍ଷା ପାଇଁ ବିଭିନ୍ନ ଉପାୟମାନ ତିଆରି କରିବ। ଭଲ ଫସଲ ଅମଳ କରିବାର ତା'ର ଯେଉଁ ପ୍ରୟାସ ଆଶା, ଯଦି ସେ ଭଲ ଫସଲ ଅମଳ କରିବାର ସମସ୍ତ ବିଧିବିଧାନ ଓ ନିୟମ ଧାରାକୁ ନ ପରିପାଳନ କରେ ତାହା ସଫଳ ହୋଇପାରିବ ନାହିଁ। ତା'ର ଆଶା ଆଶାରେ ହିଁ ରହିବ। ଏହା ହିଁ ସତ୍ୟ କଥା ଅଟେ। ସେଥିପାଇଁ କୃଷକକୁ ଅନେକ ଗୁଡ଼ିଏ ମାର୍ଗଦର୍ଶିକାକୁ ଅବଲମ୍ବନ କରିବାକୁ ପଡ଼େ। ବିଭିନ୍ନ ଚାଷ ପ୍ରଣାଳୀକୁ ଶିଖିବାକୁ ପଡ଼େ। ବିଭିନ୍ନ ଶିକ୍ଷା ବୈଷୟିକ ପ୍ରଶିକ୍ଷଣ ନେବାକୁ ପଡ଼େ। ଅର୍ଥାତ୍ ତା'ର ଏହି କୃଷି କାର୍ଯ୍ୟରେ ସଫଳ ହେବା ପାଇଁ ଜଣେ ସଫଳ ଦକ୍ଷ କୃଷି ବିଜ୍ଞାନକୁ ଅନୁସରଣ କରିବାକୁ ପଡ଼ିଥାଏ। ଏହି ପରିପ୍ରେକ୍ଷୀରେ ଆମେ ଆଉ ଟିକେ ସହଜ ପାଇଁ ଆଲୋଚନା କରିବା। ଆମେ ସମସ୍ତେ ଜାଣନ୍ତି ଗୁରୁ ଯେଉଁ ଶବ୍ଦ, ଏ ଶବ୍ଦର ତାତ୍ପର୍ଯ୍ୟ ଅନେକଙ୍କ ମତରେ ବିଭିନ୍ନ ପ୍ରକାର ହୋଇପାରେ, କିନ୍ତୁ ବାସ୍ତବ ପକ୍ଷରେ ଗୁରୁ ଶବ୍ଦର ତାତ୍ପର୍ଯ୍ୟ ଯିଏ ଜୀବନରେ ମନୁଷ୍ୟ ଜୀବନରେ ଥିବା ସମସ୍ତ ଅଜ୍ଞାନତାକୁ ଦୂର କରିଥାନ୍ତି। ଆମେ ତାଙ୍କୁ ଗୁରୁ ବୋଲି କହିଥାନ୍ତି, ଗୁରୁ ପଦବାଚ୍ୟ କରିଥାନ୍ତି। କିନ୍ତୁ ସମାଜରେ ଅନେକ ଗୁରୁ ଅଛନ୍ତି। ପରିବାର ଠାରୁ ଆରମ୍ଭ କରି ପିତାମାତାଙ୍କ ଠାରୁ ଆରମ୍ଭ କରି ଶିକ୍ଷା ଗୁରୁ, ପ୍ରତ୍ୟେକ କ୍ଷେତ୍ରରେ ମଣିଷ ଯେଉଁ କାର୍ଯ୍ୟ କରୁନା କାହିଁକି ତା'ର ସେଠି ସେ ଅନେକ ପ୍ରକାର ଗୁରୁଙ୍କର ସଂସ୍ପର୍ଶରେ ଆସେ। ସମସ୍ତଙ୍କ ଠାରୁ ସେ ବିଭିନ୍ନ ପ୍ରକାର ଉପଦେଶ ଛଳରେ ଅନେକ ଗୁଡ଼ିଏ ଜୀବନଚର୍ଯ୍ୟା କରିବା ପାଇଁ ତା'ର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ଅନେକ ଗୁଡ଼ିଏ ସୋପାନ ତାକୁ ମିଳିଯାଏ। ସେହିସବୁକୁ ନେଇ ସେହିସବୁ ଜ୍ଞାନକୁ ଉପଯୋଗ କରି ମଣିଷ ସମ୍ପୂର୍ଣ୍ଣ ରୂପରେ ପରିପୂର୍ଣ୍ଣ ହୋଇପାରିନଥାଏ। ତେଣୁ ସମାଜରେ ଅନେକ ଗୁରୁ ଥିଲେ ମଧ୍ୟ ମଣିଷକୁ ଏକମାତ୍ର ଜୀବନରେ ସୁଖୀ ପାଇବା ପାଇଁ, ଜୀବନଚର୍ଯ୍ୟାକୁ ସୁନ୍ଦର କରିବା ପାଇଁ କେବଳ ଜୀବନରେ ସେ ସଦ୍ଗୁରୁଙ୍କର ଆଶ୍ରୟ ନେବା ନିହାତି ଆବଶ୍ୟକ ଅଟେ। ତ ଏଠି କଥା ଉଠେ, ଅନେକ ଗୁରୁଙ୍କ ଠାରୁ ସେ ଯଦି ଅନେକ ତଥ୍ୟ ଉପଦେଶ ଓ ଜ୍ଞାନ ଅର୍ଜନ କରିସାରିବା ପରେ ତେବେ ସଦ୍ଗୁରୁଙ୍କର ପ୍ରୟୋଜନ କ'ଣ ଥାଏ? ଆଜ୍ଞା, ସଦ୍ଗୁରୁଙ୍କର ପ୍ରୟୋଜନ ପ୍ରତ୍ୟେକ ଜୀବମାନଙ୍କ ପାଇଁ ଏକାନ୍ତ ଆବଶ୍ୟକ ଅଟେ। କାରଣ ତାହେଲେ କଥା ଉଠେ, ସମାଜରେ
ସଦ୍ଗୁରୁଙ୍କର ସନ୍ଧାନ ମଣିଷ କିପରି ପାଇବା ଉଚିତ, କିପରି ପାଇଥାଏ। ଅତି ସରଳ ଉପାୟରେ ଆମେ ଏହି କାର୍ଯ୍ୟ କରିପାରିବା। ସଦ୍ଗୁରୁ ସିଏ ଯିଏ ପ୍ରତ୍ୟେକ ଜୀବସତ୍ତାକୁ ନିଜ ଜୀବନରେ ସୁଖୀ ଜୀବନ ପଥରେ ଆଗେଇ ନେବା ପାଇଁ ହାତ ଧରି ଆଗକୁ ଚଲେଇ ନେଇ ପାରନ୍ତି, ସେ ହିଁ ସଦ୍ଗୁରୁ ଅଟନ୍ତି। ସେ ଆଜନ୍ମ ସିଦ୍ଧ, ସେ ହିଁ ମନୁଷ୍ୟକୁ ଦେବତ୍ୱ ପ୍ରଦାନ କରିଥାନ୍ତି। ବୈଶିଷ୍ଟ୍ୟ ଅନୁଯାୟୀ ସେ ପ୍ରତ୍ୟେକ ମଣିଷକୁ ବୈଶିଷ୍ଟ୍ୟରେ ଦକ୍ଷ କରି ତୋଳନ୍ତି। ସେଥିପାଇଁ ତାଙ୍କୁ ବୈଶିଷ୍ଟ୍ୟପାଳି ଆପୁରେୟମାଣ କୁହାଯାଏ। ଗୋଟେ ମଣିଷ ତା ଜୀବନରେ ସୁଖ ଶାନ୍ତି ଆନନ୍ଦ ପାଇବା ପାଇଁ ଯେଉଁ ବିଧିବିଧାନ, ଯେଉଁ ଚାଲିବାର କାଇଦାଟାକୁ ସେ ଶିଖେଇ ଦିଅନ୍ତି। ତେଣୁ ମଣିଷ ଅନେକ ଗୁରୁଙ୍କର ସନ୍ଧାନ ପାଇ ସତ୍ତ୍ୱେ, ଅନେକ ଗୁରୁଙ୍କର ଉପଦେଶକୁ ଗ୍ରହଣ କରିବା ସତ୍ତ୍ୱେ ଜୀବନକୁ ସାର୍ଥକ ଓ ଧନ୍ୟ କରିବାକୁ ହେଲେ, ସୁଖୀ ଜୀବନ ଲାଭ କରିବାକୁ ହେଲେ ସଦ୍ଗୁରୁ ଗ୍ରହଣ କରିବା ଏକାନ୍ତ ପ୍ରୟୋଜନୀୟ ଅଟେ। ଆମେମାନେ ଯଦି ପୁରାଣ ପୋଥିକୁ ଦେଖିବା ଯେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ବ୍ୟକ୍ତି ଗୁରୁ ଗ୍ରହଣ କରିଛନ୍ତି, ଗୁରୁ ଗ୍ରହଣ କରିବାର ଆବଶ୍ୟକତାକୁ ବୁଝିଛନ୍ତି। ଆମେ ଯଦି ଆଲୋଚନା କରିବା ମହାପ୍ରଭୁ ଦ୍ୱାପର ଯୁଗରେ ଲୀଳା ପୁରୁଷୋତ୍ତମ ଶ୍ରୀ କୃଷ୍ଣଚନ୍ଦ୍ର ମଧ୍ୟ ସାନ୍ଦୀପନୀ ଗୁରୁଙ୍କୁ ଗ୍ରହଣ କରିଥିଲେ। ଜନକ ମହାରାଜ ମଧ୍ୟ ଗୁରୁ ଗ୍ରହଣ କରିନଥିବାରୁ ସେ ବସିଥିବା ସ୍ଥାନରେ ପରବର୍ତ୍ତୀ ସମୟରେ ସେ ସ୍ଥାନଟିକୁ ପବିତ୍ର ପୂତ ପରିଷ୍କାର କରିବାକୁ ପଡ଼ିଥାଏ। ଆମେ କଥା ପୁରାଣରୁ ପଢ଼ିଛନ୍ତି, ଶୁଣିଛନ୍ତି। ଗୁରୁ ଗ୍ରହଣ କରିବାର ବିଶେଷତ୍ୱ, ପ୍ରାଧାନ୍ୟ ଯଥେଷ୍ଟ ଅଧିକ ଅଛି। କର୍ଣ୍ଣ ଏତେ ବଡ଼ ମହାରଥୀ ହୋଇ ମଧ୍ୟ ଗୁରୁଙ୍କ କଥା ଜୀବନରେ, ଗୁରୁଙ୍କର ଉପଦେଶ ବାଣୀକୁ ଜୀବନରେ ନିଜ ଇଚ୍ଛା ଅନୁଯାୟୀ ପରିପାଳନ କରିବାର ଫଳାଫଳ ଆମେମାନେ ସମସ୍ତେ କର୍ଣ୍ଣଙ୍କର ସେ ଜୀବନୀ ଗାଥାରୁ ପାଇଛନ୍ତି। ଏବଂ କର୍ଣ୍ଣ ଯେ ମହାରଥୀ ହେଇ ମଧ୍ୟ ସେ ନିଜ ଜୀବନକୁ କିପରି ବ୍ୟାଘାତ କରାଇଲେ ବା ଜୀବନକୁ ନଷ୍ଟ କରାଇଲେ, ତାହା ଆମେ ସମସ୍ତେ ମହାଭାରତ ପୁରାଣରୁ ଜାଣିଛନ୍ତି। ଯେତେବେଳେ ଆମେ ସାଧାରଣ ଭାବରେ ବୁଝିବା, ମଣିଷ ସମାଜରେ ଆମେ ଶୋଇବା ପରେ ଉଠି ବା କୌଣସି କାର୍ଯ୍ୟ କରିସାରିବା ପରେ ବାହାରକୁ ଯିବା ପୂର୍ବରୁ ଆମ ମୁହଁରେ କେଉଁ ଦାଗ ରହିଛି ବା ମୁହଁରେ କୌଣସି ପଦାର୍ଥ ଲାଗି ରହିଛି, ଆମ ମୁହଁଟାକୁ ସଜାଡ଼ିବା ପାଇଁ, ଠିକ୍ ଭାବରେ ପ୍ରସ୍ତୁତ ରଖିବା ପାଇଁ ଆମେ ଗୋଟିଏ ଦର୍ପଣର ଆବଶ୍ୟକ କରୁ। ଏ ଦର୍ପଣ ଦେଖିକରି ଆମ ମୁହଁକୁ ଆମେ ଠିକ୍ ଭାବରେ ସଜାଇ ନିଅନ୍ତି। ବଜାରକୁ ଯାଇ ଆମର
ଆବଶ୍ୟକୀୟ ଜିନିଷପତ୍ର ଯେତେବେଳେ ଆମେ ତେଜରାତି ଦୋକାନରୁ ଆଣନ୍ତି ବା କୌଣସି ପନିପରିବା ଦୋକାନରୁ ଆଣନ୍ତି, ତାହେଲେ କୌଣସି ପଦାର୍ଥକୁ ସଠିକ୍ ପରିମାଣରେ ଆମେ ପାଇବା ପାଇଁ ଇଚ୍ଛା ପ୍ରକାଶ କଲେ ଆମେ ଦୋକାନୀର ଯେ ତରାଜୁ, ଯେଉଁଟାକି ତା'ର ମାପଯନ୍ତ୍ର, ସେ ଜିନିଷ ଠିକ୍ ପରିମାଣରେ ମାପ କରିବା ପାଇଁ ଯେଉଁ ଯନ୍ତ୍ରଟା ଥାଏ ତାକୁ ଆମେ ଲକ୍ଷ୍ୟ କରନ୍ତି, ଅର୍ଥାତ୍ ତା'ର ଆଶ୍ରୟ ନିଅନ୍ତି। ଜିନିଷଟା କେତେ ପରିମାଣରେ ଆମର ଦରକାର, ଆମେ ସଠିକ୍ ତାକୁ ପାଇଲେ କି ନାହିଁ ତାକୁ ଆମେ ମାପ କରିବା ପାଇଁ, ତାକୁ ଆମେ ଜାଣିବା ପାଇଁ ଗୋଟିଏ ମାପଯନ୍ତ୍ରର ଆମେ ମଧ୍ୟ ସାହାଯ୍ୟ ନେଇଥାନ୍ତି। ଯଦି ଆମେ ତରାଜୁ କଥା ଆଲୋଚନା କରିବା, ଦଣ୍ଡି ପାଲ କଥା ଆଲୋଚନା କରିବା, ତାହେଲେ ଗୋଟିଏ ପଟରେ ପଲାରେ ଆମେ ଜିନିଷ ରଖନ୍ତି, ଆଉ ଗୋଟିଏ ପଲାରେ ଆମେ ତା'ର ଓଜନକୁ ମାପ କରିବା ପାଇଁ ବଟକରା ରଖନ୍ତି। ଦୁଇ ପଟାଙ୍କ ପଲାର ଯେତେବେଳେ ସମାନ ସ୍ତରରେ ରହେ ସେତେବେଳେ ଆମେ ଓଜନ ସଠିକ୍ ହେଲା ବୋଲିକି ଜାଣିପାରନ୍ତି। ଏ ସଠିକ୍ ଓଜନ ହେବା ପାଇଁ ଗୋଟିଏ ଯେଉଁ ଦଣ୍ଡିରେ ଗୋଟିଏ ସୁବିଧା ଥାଏ, ତାହା ହେଉଛି ଗୋଟିଏ ଛୋଟ କଣ୍ଟା, ଗୋଟିଏ ବଡ଼ କଣ୍ଟା। ଯେତେବେଳେ ଏଇ ଛୋଟ କଣ୍ଟା ଓ ବଡ଼ କଣ୍ଟା ସହିତ ସମାନ ଭାବରେ ରହେ, ଏକ ସରଳରେଖାରେ ରହେ, ଉପର ତଳ ହୋଇ ସରଳରେଖାରେ ରହେ, ସେତେବେଳେ ଆମେ ଜାଣିପାରନ୍ତି ଯେ ଆମେ ଓଜନ କରୁଥିବା ପଦାର୍ଥ ସଠିକ୍ ପରିମାଣରେ ଆମକୁ ମିଳିଲା। ଯଦି ଆମେ ଏଇ ପାର୍ଥିବ ସଂସାର ପାଇଁ, ପାର୍ଥିବ ଜଗତ ପାଇଁ ଏଇ ପଦାର୍ଥ ଗୁଡ଼ିକୁ ଆମେ ସଠିକ୍ ପରିମାଣରେ ପାଇବା ପାଇଁ ଗୋଟିଏ ଅଇନା ବା ଦର୍ପଣ, ଗୋଟିଏ ତରାଜୁ ବା ମାପଦଣ୍ଡକୁ ଆମେ ବ୍ୟବହାର କରନ୍ତି, ତା'ର ଆଶ୍ରୟ ନିଅନ୍ତି, ଯାହାଫଳରେ ଆମେ ସଠିକ୍ ଜିନିଷ ପାଆନ୍ତି ବୋଲିକି ଆମେ ସନ୍ତୋଷ ହୋଇଥାନ୍ତି। ତାହେଲେ ଏତେ ବଡ଼ ମାନବ ଶରୀରରେ ଆମେ ଜୀବନ ଚର୍ଚ୍ଚାରେ, ଜୀବନ ଚଳାଇବାରେ, ଜୀବନ ପଥରେ ଯେ ଅନେକ ଗୁଡ଼ିଏ ଆମେ ବାଧା ବିପତ୍ତି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତାହାକୁ ଆମେ ଠିକ୍ ଭାବରେ ଜୀବନଟାକୁ ସେଇ ପଥରେ ଚଳାଇବା ପାଇଁ କ'ଣ ଆମର କୌଣସି ଦଣ୍ଡି ବା ତରାଜୁ ବା ଦର୍ପଣର ଆବଶ୍ୟକତା ନାହିଁ? ଅଛି ଆଜ୍ଞା। କାହିଁକିନା ଜୀବନଟା ଅମୂଲ୍ୟ ଆଉ ପୁଣ୍ୟ, ତେଣୁ ୟାକୁ ସଠିକ୍ ଭାବରେ ଚଳାଇବା ପାଇଁ ଆମେ ଜଣେ ସଦ୍ଗୁରୁଙ୍କର ଆବଶ୍ୟକ ନିଶ୍ଚିତ କରିବା ଉଚିତ। ଏଠାରେ ଆଉ ଗୋଟିଏ ପ୍ରଶ୍ନ ଉଠିପାରେ ଯେ ଆମେ ବଜାରରେ ଅନେକ ଗୁଡ଼ିଏ ଧର୍ମଗ୍ରନ୍ଥ, ଆଧ୍ୟାତ୍ମିକ ପୁସ୍ତକ, ବିଭିନ୍ନ ସନ୍ଥମାନଙ୍କର ପୁସ୍ତକ ମଧ୍ୟ ବଜାରରେ ଆମେ ପାଆନ୍ତି। ସେଗୁଡ଼ିକୁ ପଢ଼ି ଆମେ କ'ଣ ଜୀବନଟାକୁ ସଠିକ୍ ପଥରେ ନେଇପାରିବା ନାହିଁ? ଏହାର ଉତ୍ତରରେ କୁହାଯାଇପାରେ ନା। କାହିଁକିନା ଗୋଟିଏ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ ତାଙ୍କର ପାଠ୍ୟପୁସ୍ତକ, ଯାହା ପାଠ ପଢ଼ିବାର ଆବଶ୍ୟକ ଉପକରଣ, ସେସବୁ ସେମାନେ ପୁସ୍ତକାଳୟରୁ ମଧ୍ୟ ପାଇପାରନ୍ତି। ତାକୁ ନେଇ ଘରେ ସେମାନେ ନିଜେ ପାଠ ପଢ଼ି ପରୀକ୍ଷା ଦେଇପାରନ୍ତି। ତାହେଲେ ୟୁନିଭର୍ସିଟିକୁ ଯିବା ଆବଶ୍ୟକ କ'ଣ? ୟୁନିଭର୍ସିଟିରେ ଥିବା ଏହି କାମ ପାଇଁ ନିୟୋଜିତ ଥିବା ଲେକ୍ଚରର, ପ୍ରଫେସରଙ୍କର ଆବଶ୍ୟକତା କ'ଣ? ଗୋଟିଏ ପିଲା ପୁସ୍ତକାଳୟରୁ ବିଭିନ୍ନ ପ୍ରକାର ପାଠ୍ୟପୁସ୍ତକ ସଂଗ୍ରହ କରିବା, ବିଭିନ୍ନ ଉପକରଣ ନେଇ ଘରେ ରହିକି ପଢ଼ିବା ଦ୍ୱାରା ସେ ଅନେକ ପାଠ ପଢ଼ିପାରେ ସତ, କିନ୍ତୁ ସେ ପାଠଟାକୁ ବୁଝିବା ଏବଂ ତାକୁ ପ୍ରୟୋଗ କରିବାର କୌଶଳ ବା କାଇଦାଟା ସେ ନିଜେ ପାଏ ନାହିଁ ବା ଅନ୍ୟ କେଉଁଠୁ ପାଏ ନାହିଁ।
ସେଥିପାଇଁ ସେ ୟୁନିଭର୍ସିଟିର ଆଶ୍ରୟ ନିଏ, ସେ ପ୍ରଫେସରଙ୍କର ସାହାଯ୍ୟ ନିଏ, ଯିଏକି ତା'ର ସେଇ ପାଠ୍ୟପୁସ୍ତକଗତ ପାଠକୁ ତାଙ୍କୁ ଭଲ ଭାବରେ ସହଜ ଭାବରେ ବୁଝେଇ ପାରନ୍ତି ଏବଂ ପ୍ରୟୋଗ କରିବାର କାଇଦା ମଧ୍ୟ ଶିଖାଇ ଦିଅନ୍ତି। ଯାହାଫଳରେ ସେ ଛାତ୍ରଛାତ୍ରୀମାନେ ସେଇ ଗୁରୁଙ୍କର ପରାମର୍ଶ ପାଇଥିବା ସେଇ ପ୍ରୟୋଗର ତଥ୍ୟ, ପ୍ରୟୋଗର ଜ୍ଞାନ ଆଉ ସହଜ ବୋଧଗମ୍ୟ ଶିକ୍ଷାର ଜ୍ଞାନକୁ ଆହରଣ କରି ନିଜ ଜୀବନରେ ପରୀକ୍ଷାରେ ଲେଖି ତାକୁ ବ୍ୟାଖ୍ୟା କରି ଜୀବନରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ବା ଜୀବନରେ ସଫଳତା ଲାଭ କରନ୍ତି। ଏ ପିଲାଟାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଏବଂ ତା ଜୀବନର ପ୍ରତ୍ୟେକ ସୋପାନରେ ଆଗକୁ ବଢ଼ିବା ପାଇଁ ଯେମିତି ଜଣେ ଶିକ୍ଷକଙ୍କର, ଜଣେ ପ୍ରଫେସରଙ୍କର, ଜଣେ ଲେକ୍ଚରଙ୍କର ଆବଶ୍ୟକତା ପଡ଼ିଲା, ସେମିତି ମଣିଷ ଜୀବନର ସୁଖୀ ଜୀବନ ପାଇବା ପାଇଁ, ସୁଖୀ ଚଲାପଥରେ ଯିବା ପାଇଁ ଜଣେ ସେଭଳି ସଦ୍ଗୁରୁଙ୍କର ଆବଶ୍ୟକତା ନିହାତି ଅଛି, ଯିଏକି ଜନ୍ମରୁ ସିଦ୍ଧ ବୈଶିଷ୍ଟ୍ୟକୁ ନେଇ ସେମାନେ ପ୍ରତ୍ୟେକ ଜୀବକୁ ସେ ଦକ୍ଷ ବା ଯୋଗ୍ୟ କରି ତୋଳନ୍ତି। ଏଠାରେ ଆଉ ଏକ ପ୍ରଶ୍ନ ଉଙ୍କି ମାରେ ଯେ ବର୍ତ୍ତମାନ ସମାଜରେ ଅନେକ ତଥାକଥିତ ପ୍ରବଚକ, ସେମାନେ ମଧ୍ୟ ଅନେକ ପ୍ରକାରର ସୁନ୍ଦର ସୁନ୍ଦର ଉପଦେଶମାନ, ସୁନ୍ଦର ସୁନ୍ଦର ପଥମାନ ମଣିଷ ଜୀବନ ପାଇଁ ଉପଯୁକ୍ତ ବୋଲି ବ୍ୟାଖ୍ୟା କରନ୍ତି, ତାହାକୁ ଆମେ ସମସ୍ତେ ଶୁଣନ୍ତି। ତ ସେମାନଙ୍କ ଦ୍ୱାରା, ସେମାନଙ୍କର ପ୍ରବଚନ ଦ୍ୱାରା ମଧ୍ୟ ଆମେ ସମସ୍ତେ ନିଜ ଜୀବନକୁ ସୁଖ ପଥରେ ଆଗେଇ ନେଇପାରିବା ବୋଲି ଏହା ଏକ ପ୍ରଶ୍ନ ମଧ୍ୟ ମନରେ ଆସିପାରେ। କିନ୍ତୁ ଯେଉଁ ତଥାକଥିତ ପ୍ରବଚକମାନେ ବର୍ତ୍ତମାନ ସମାଜରେ ଜ୍ଞାନ ଗାରିମାର କଥା, ଜୀବନକୁ ସୁଧାରି ନେବାର ସରଳ ଉପାୟମାନ ଆମ ପାଖରେ ବ୍ୟାଖ୍ୟା କରନ୍ତି, ସେମାନେ ନିଜେ ସେଇ ବ୍ୟାଖ୍ୟା କରୁଥିବା ବାଣୀ ବା ଉପାୟକୁ କେତେ ପାଳନ କରନ୍ତି ଆଉ ସେମାନଙ୍କର ଜୀବନରେ ସେମାନେ କେତେ ଯୋଗ୍ୟ ହୋଇଥାନ୍ତି ଏସବୁ କଥା, ଏସବୁ ବାଣୀ ଅନ୍ୟମାନଙ୍କୁ ଉପଦେଶରେ କହିବା ପାଇଁ, ଅର୍ଥାତ୍ ସେମାନଙ୍କର ମୋଟାମୋଟି ଜୀବନ ସେହିପରି ସୁଖମୟ ହୋଇଛି କି, ସେହିଭଳି ସୁଖମୟ ଜୀବନରେ ସେମାନେ ଅତିବାହିତ ହେଉଛନ୍ତି କି? ଯଦି ଆମେ ପ୍ରକୃତରେ ସେମାନଙ୍କର ବାୟୋଗ୍ରାଫି ଆମେ ଦେଖନ୍ତି, ସେମାନଙ୍କର ଚାଲିଚଳନ ଜନ୍ମଜାତକ ଖୋଜନ୍ତି, ତାହେଲେ ଆମେ ବୋଧହୁଏ ସେସବୁ ଜିନିଷ ପାଆନ୍ତି ନାହିଁ ଯେଉଁ ସବୁ ଜିନିଷ ସେମାନେ ଆମ ପାଖରେ ଉପସ୍ଥାନ କରନ୍ତି। ସେଥିପାଇଁ ମଣିଷ କ'ଣ କରେ, ଅତି ସରଳରେ ସହଜ ଭାବରେ ସେ ତଥାକଥିତ ପ୍ରବଚକମାନଙ୍କ କଥାରେ ପଡ଼ି ଆକର୍ଷିତ ହୋଇ ନିଜ ଜୀବନକୁ ଦୁର୍ବିପାକ ଓ ଦୁର୍ଘଟଣାଗ୍ରସ୍ତ କରାଏ। ବର୍ତ୍ତମାନ ମଣିଷ ନ କରି ପାଇବାକୁ ପ୍ରବଳ ବେଗରେ ଧାଇଁଛି। ନ କରି ପାଇବାର ଟେଣ୍ଡେନ୍ସିଟାକୁ ଆଜି ସମାଜରେ ମତୁଆଲା କରିଦେଇଛି। ତେଣୁ ସେ ସହଜରେ ଅଳ୍ପ ପରିଶ୍ରମରେ କେମିତି କୋଟିପତି ହେବ, ବିଭିନ୍ନ ଦିଗ ଦେଇକି ପ୍ରତିଷ୍ଠା ଲାଭ କରିବ, ସେ କାର୍ଯ୍ୟରେ ସେ ବ୍ୟସ୍ତ ରହୁଛି। ସେଥିପାଇଁ ସେ ଆଜିକାଲିର ତଥାକଥିତ ବାବା ପ୍ରବଚକମାନଙ୍କ କଥାକୁ ସେ ସହଜରେ ଗ୍ରହଣ କରୁଛି ଏବଂ ତାଙ୍କୁ ଅନୁସରଣ କରି ତା ନିଜ ଜୀବନକୁ, ନିଜ ପରିବାରକୁ ଧ୍ୱଂସ କରୁଛି, ଅର୍ଥାତ୍ ବର୍ବାଦ କରିଦେଉଛି। ଦେଖାଯାଉଛି ଆଜିକାଲି ଅନେକ ଅଗୁରିଆ ଗୁରୁ ହୋଇ ସାଜିଛନ୍ତି, ଯାହାଫଳରେ ଏ ତଥାକଥିତ ଅଳ୍ପ ବିଶ୍ୱାସୀ ଏବଂ ସରଳ ନ କରିକି ଅନେକ ଗୁଡ଼ିଏ ପାଇବାର ହାସଲ କରୁଥିବା ମନେ ରଖିଥିବା ଏହି ଲୋକମାନେ ସେମାନଙ୍କ ମାୟାଜାଲରେ ଚକ୍ରବ୍ୟୂହରେ ଫସି ଯାଉଛନ୍ତି। ଏସବୁ ଆମେମାନେ ସମସ୍ତେ ପ୍ରତ୍ୟେକ ଦିନ ଚିନ୍ତା କରିବା ଆବଶ୍ୟକ। ଆମ ଜୀବନଟାକୁ ଆମେ ସୁଖମୟ ପଥରେ ନେବା ପାଇଁ ଯେଉଁଟା ଆମେ ଜାଣିନାହାନ୍ତି, ଯେଉଁ ଜ୍ଞାନ କଥା ଆମ ପାଖରେ ଲୁଚା ହେଇକି ଅଛି, ଅର୍ଥାତ୍ ଆମେ ସେ ବିଷୟରେ କିଛି ଆମର ଦୃଷ୍ଟିଗୋଚର ହେଉନାହିଁ, ସେ ଜ୍ଞାନ ବିଷୟରେ ଯିଏ ଜାଣିଥିବେ, ଯିଏ ଦକ୍ଷ, ତାଙ୍କୁ ହିଁ ଅନୁସରଣ କରିବାକୁ ପଡ଼ିବ।
କାହିଁକି ନା ଆମେମାନେ ଯେତେବେଳେ କୌଣସି କଥାକୁ ନେଇ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେ ସମସ୍ୟାର ସମାଧାନ ଆମକୁ ଦିଅନ୍ତି କିଏ? ତ ଆମେ ଯେଉଁଠୁ ପାଆନ୍ତି ସେ ସମସ୍ୟାର ସମାଧାନର ସଠିକ୍ ବାଟ ତ ସେଇଟା। ତେଣୁ ଏ ଜୀବନଟା ଗୋଟେ ଅମୂଲ୍ୟ ଏବଂ ଈଶ୍ୱର ପ୍ରଦତ୍ତ। ତେଣୁ ତାକୁ ସଠିକ୍ ଭାବରେ ପରିଚାଳନା କରିକି ଦେବତ୍ୱ ଲାଭ କରିବା ମଣିଷର ଏକମାତ୍ର ଲକ୍ଷ୍ୟ। ସେଥିପାଇଁ ଏ ଦେବତ୍ୱ ଲାଭ କରିବାର ପଥକୁ କେବଳ ସଦ୍ଗୁରୁ ହିଁ ଜାଣନ୍ତି। ତାଙ୍କ ବିନା ସଂସାରରେ ସେ ପ୍ରକାରର କାଇଦା କୌଶଳ କେହି ଦେଇପାରିବେନି। ଆମେ ହୁଏତ କହିପାରନ୍ତି ମଣିଷ ପାଖରେ ସବୁ ତ ଅଛି, ଟଙ୍କା ଅଛି, ବ୍ୟାଙ୍କ ବାଲାନ୍ସ ଅଛି, ସୁଖରେ ରହୁଛି, ଖୁସିରେ ରହୁଛି। ଆଜ୍ଞା, ସଦ୍ଗୁରୁର ଆବଶ୍ୟକତା ସମସ୍ତଙ୍କ ପାଇଁ ଅଛି। ଗୋଟିଏ ପୂର୍ଣ୍ଣମୀର ଜହ୍ନକୁ ଦେଖନ୍ତୁ, ପୂର୍ଣ୍ଣମୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଜହ୍ନର ଯେଉଁ ଅବକ୍ଷୟ ଘଟେ ଏବଂ ଅମାବାସ୍ୟା ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଯେଉଁ ଜହ୍ନର ବୃଦ୍ଧି ଘଟେ, এই ଦୁଇଟି ପ୍ରକ୍ରିୟାକୁ ଆମେ ଲକ୍ଷ୍ୟ କଲେ ସମ୍ପୂର୍ଣ୍ଣ ଭାବରେ ଆମେ ବୁଝିପାରିବା ଯେ ବର୍ତ୍ତମାନ ଖୁସି, ବ୍ୟାଙ୍କ ବାଲାନ୍ସ, ପ୍ରତିଷ୍ଠିତ ବ୍ୟକ୍ତି, ନାମ କରିଥିବା ବ୍ୟକ୍ତିଙ୍କ ପାଇଁ ସଦ୍ଗୁରୁଙ୍କର ଆବଶ୍ୟକତା ଅଛି କି ନାହିଁ ଆମେ ବୁଝିପାରିବା। କାରଣ ବର୍ତ୍ତମାନ ଯେଉଁ ଲୋକ ସୁନ୍ଦର ଦେଖାଯାଏ, ଭାରି ଭଲ ଚଳଣି, ସୁଖ ଆନନ୍ଦରେ ସେ କରୁଛି, ଚଳୁଛି, ସମାଜରେ ନାଁ କରି ରହୁଛି, ସମୟ ଆସିବ କିଏ ଜାଣେ ଆଜ୍ଞା। ଜୀବନଟା କେତେବେଳେ କାହାକୁ ନେଇ କେଉଁ ଅବସ୍ଥାରେ ପହଞ୍ଚେଇବ, ସେଠି ଏକମାତ୍ର ଈଶ୍ୱର ଛଡ଼ା ଆଉ ଦ୍ୱିତୀୟ ଲୋକ କେହି ଆପଣ ପାଖରେ ସହଯୋଗ କରିପାରିବେ ନାହିଁ ବା କେହି ଠିଆ ହେଇପାରିବେ ନାହିଁ। ଆପଣ ଯେତେ ବଳଶାଳୀ, ଧନୀଶାଳୀ, ଶକ୍ତିଶାଳୀ ହୋଇଥାନ୍ତୁ, ଶେଷରେ କିନ୍ତୁ ଆପଣ ଈଶ୍ୱରଙ୍କ ପାଖରେ ଆଶ୍ରୟ ଭିକ୍ଷା କରିବେ ହିଁ କରିବେ। ଆପଣଙ୍କର କୌଣସି ଶକ୍ତି, ବଳ କିଛି ହିଁ କାମ କରିବନି ଆଜ୍ଞା। ଡାକ୍ତରମାନେ ନିଜର ପାଣ୍ଡିତ୍ୟକୁ, ନିଜର ଦକ୍ଷତାକୁ କାମରେ ଲଗେଇଲା ପରେ ଶେଷରେ ଈଶ୍ୱରଙ୍କୁ ଭରସା କରିଥାନ୍ତି, ଅର୍ଥାତ୍ ରୋଗୀଙ୍କୁ ଈଶ୍ୱରଙ୍କ ହାତରେ ଛାଡ଼ି ଦିଅନ୍ତି। ତେଣୁ ସୃଷ୍ଟି ଯିଏ କରିଛନ୍ତି, ସୃଷ୍ଟିର ପ୍ରତ୍ୟେକ ଜୀବଜନ୍ତୁଙ୍କୁ ଯିଏ ଜନ୍ମ ଦେଇଛନ୍ତି, ତାଙ୍କରି ଇଙ୍ଗିତରେ ସମଗ୍ର ବିଶ୍ୱ, ସମଗ୍ର ସଂସାର ବଞ୍ଚି ରହିଛି। ସେ ହିଁ ଏକମାତ୍ର ଉପାୟ। ତାଙ୍କ ଛଡ଼ା ଏ ସଂସାରରେ କୌଣସି ତଥାକଥିତ ବିଶିଷ୍ଟ ଧନୀ ବ୍ୟକ୍ତି, ପ୍ରବଚକ, ସାଧୁସନ୍ଥ, ବାବା କେବେ ଆମକୁ କୌଣସି ମତେ ପରିସ୍ଥିତି ଅନୁଯାୟୀ ବଞ୍ଚେଇ ପାରିବେ ନାହିଁ। ତେଣୁ ବେଳୁ ସାବଧାନ ହେବା ଉଚିତ। ପ୍ରତ୍ୟେକ କ୍ଷେତ୍ରରେ ଜୀବନରେ ଜଣେ ଆଦର୍ଶ ରହିବା ଦରକାର, ଯାହାଙ୍କୁ ନେଇ ଆମେ ଆମ ଜୀବନକୁ ସଜେଇ ପାରିବା। ଯେପରି ଦର୍ପଣକୁ ନେଇ ଚାହିଁ ଆମେ ମୁହଁଟାକୁ ସଜେଇ ପାରିଛନ୍ତି, ସେପରି ଆମ ଜୀବନର ଗୋଟେ ଆଦର୍ଶ ଦର୍ପଣ ରହିବା ଦରକାର, ଯେଉଁଠାରେ ହିଁ ଆମ ଜୀବନର ପ୍ରତିଫଳିତ ହେବ, ଯାହାଙ୍କୁ ନେଇ ଆମେ ଆମ ଜୀବନକୁ ସଜାଡ଼ି ପାରିବା, ସୁଖମୟ ପଥରେ ଆଗେଇ ନେବା। ଆମେ କିଛି ଗୋଟିଏ କ୍ଷେତ୍ରରେ ଯଦି ଦିପାଦେ ଆଗକୁ ଉଠିଯାଆନ୍ତି ବା ଅଗ୍ରସର ହୁଅନ୍ତି, ଆମେ ନିଜକୁ ଭାବନ୍ତି ଆମେ ସବୁକିଛି ଜାଣନ୍ତି, ସବୁକିଛି ପାଇଯାଆନ୍ତି, ଆମେ ସବୁ ଜାଣନ୍ତି, କିନ୍ତୁ ବାସ୍ତବରେ ଆମେ କିଛି ଜାଣନ୍ତି ନାହିଁ। God is Almighty and God is in everywhere.
ଏହି କଥାକୁ ଆମେ ସମସ୍ତେ ମନେ ରଖିବା ଉଚିତ। ତାଙ୍କ ପାଖରେ ଆମେ କିଛି ବି ନୁହନ୍ତି। ତେଣୁ ସମାଜରେ ଗର୍ବ ଅହଙ୍କାର ଓ ମିଛ ପ୍ରତିଷ୍ଠାକୁ ନେଇ ବଞ୍ଚିବା ଅପେକ୍ଷା ସଦ୍ଗୁରୁଙ୍କର ଶରଣାପନ୍ନ ହେଇ ନିଜ ଜୀବନକୁ ତାଙ୍କ ମାଫିକ ଚଳେଇ ପାରି ଜୀବନକୁ ସରସ ସୁନ୍ଦର ଶାନ୍ତି ସ୍ୱସ୍ତି ଆନନ୍ଦ ଲାଭ କରିବା ପାଇଁ ଶତ ପ୍ରଚେଷ୍ଟା କରିବା ଆବଶ୍ୟକ। ସେ ପ୍ରତ୍ୟେକ ଯୁଗରେ ଆସନ୍ତି। ଯୁଗ ମାଫିକ ଆସି ମଣିଷ ସମାଜକୁ ତାଙ୍କର ସୃଷ୍ଟିଟାକୁ ବଞ୍ଚାଇବା ପାଇଁ ସେ ଚେଷ୍ଟା କରନ୍ତି। ତାଙ୍କର ସୃଷ୍ଟିର ଅର୍ଥାତ୍ ଲୋକମାନଙ୍କର ଚଲାପଥରେ ଲାଗିଥିବା ଏ ଅଜ୍ଞାନତା ବିଭିନ୍ନ ସମସ୍ୟା କଷ୍ଟ ଯନ୍ତ୍ରଣା ରୂପକ ଶିଉଳିକୁ ସେ ଧୋଇ ଦିଅନ୍ତି, ଯାହାଫଳରେ ତାଙ୍କର ସୃଷ୍ଟି ଅତି ସହଜରେ ଆଗକୁ ଚାଲିପାରେ, ଅଗ୍ରସର ହୋଇପାରେ ଏବଂ ସେ ସୁସ୍ଥ ଜୀବନ ଶାନ୍ତି ସ୍ୱସ୍ତି ଆନନ୍ଦ ଜୀବନ ଲାଭ କରିପାରେ। ମାନେ କୁହନ୍ତି ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁ ଦୂର। ଏକଥା ଆମେ ସମସ୍ତେ ମାର୍ମିକ ଭାବରେ ବୁଝିବା ଦରକାର। କାହାକୁ ବିଶ୍ୱାସ କରିବା? ଅବିଶ୍ୱାସୀ ଲୋକକୁ ବିଶ୍ୱାସ କଲେ ହରି ମିଳନ୍ତି କି? ଆଜିର ସମାଜରେ ପ୍ରତ୍ୟେକ ମଣିଷର ଯେଉଁ ସାମାଜିକ ଅବସ୍ଥିତି, ଯେଉଁ ମାନସିକ ଅବସ୍ଥିତି କେମିତି ଅଛି, ତାହା ଏହି ପ୍ରସଙ୍ଗରେ ମୁଁ ଆପଣମାନଙ୍କ ପାଖରେ ଉପସ୍ଥାପନ କରୁଛି। ତାହା ହେଉଛି ଜଣେ ଲୋକ ଜଙ୍ଗଲ ଭିତରେ ବୁଲୁ ବୁଲୁ ଗୋଟିଏ ବାଘର ହାବୁଡ଼ରେ ପଡ଼ିଗଲା। ସେ ବାଘ ତାକୁ ମାରିବା ପାଇଁ ତଡ଼ିଲା। ସେ ଲୋକଟି ନିଜ ଜୀବନ ବିକଳରେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଖୁବ୍ ଜୋରରେ ଦୌଡ଼ିଲା। ବଣ ସାରା ଦୌଡ଼ି ଦୌଡ଼ି ସେ ନିଜକୁ ସୁରକ୍ଷିତ ରଖିବା ପାଇଁ ଅନେକ ଚେଷ୍ଟା କଲା। ଶେଷରେ ସେ ଗୋଟିଏ ପରିତ୍ୟକ୍ତ କୂଅଟିଏ ପାଇଲା, ଯେଉଁ କୂଅରେ କି ଅଳ୍ପ ପାଣି ଥିଲା। ସେ ସେସବୁକୁ ନଜରକୁ ନ ଆଣି ସେ କୂଅ ଭିତରେ ଗୋଟିଏ ବରଗଛର ଓହଳ ଥିଲା। ସେ ଓହଳକୁ ଧରି କୂଅ ଭିତରେ ସେ ଲୁଚିଗଲା। ବାଘ ତାକୁ ଖୋଜି 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 ଶେଷରେ ସେଠି ଆସି ପହଞ୍ଚିଗଲା। ଲୋକଟି ଭାବିଲା ଯେ ବାଘ ବୋଧ ହୁଏ ତାକୁ ଦେଖିପାରିବ ନାହିଁ, ସେ ଚାଲିଯିବ ଏବଂ ସେ ନିଜେ ଲୋକଟି ସୁରକ୍ଷିତ ଅବସ୍ଥାରେ ଘରକୁ ଫେରିବ। କିନ୍ତୁ ଲୋକଟିର ଭାବନା ସତ ହେଲାନି। ବାଘ ତାକୁ ଖୋଜି ଖୋଜି ସେଇ ପରିତ୍ୟକ୍ତ କୂଅ ପାଖରେ ଆସି ପହଞ୍ଚିଗଲା। ବର୍ତ୍ତମାନ ଲୋକଟି କୂଅର ମଧ୍ୟଭାଗରେ ଗୋଟିଏ ବରଗଛର ଓହଳକୁ ଧରି ଝୁଲିକି ରହିଛି। ସେ ଯେତେବେଳେ ତଳକୁ ଚାହିଁ ଦିଏ, ଦେଖେ ସେଥିରେ ଅନେକ ପ୍ରକାର ସରୀସୃପ ଭୟଙ୍କର ସାପ ବିଷଧର ସାପ ସବୁ ତା ଆଡ଼କୁ ଅନେଇକି ରହିଛନ୍ତି। ଯେତେବେଳେ ସେ ଉପରକୁ ଚାହେଁ, ସେତେବେଳେ ସେ ଦେଖେ ବାଘ ତାକୁ ଛକି ରହିଛି, ଉପରକୁ ବାହାରିଲେ ଖାଇବ। ଅର୍ଥାତ୍ ଉପର ପଟେ ବିପଦ, ତଳ ଆଡ଼କୁ ବି ମଧ୍ୟ ବିପଦ। ତା ଜୀବନଟା ମଝିରେ ଛଟପଟ ହେଉଛି। କିନ୍ତୁ ଏହି ସମୟରେ ଏତେ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ବରଗଛର ଓହଳରୁ ମହୁ ଫଣାଟେ ଥାଏ। ସେ ମହୁ ଫଣାରୁ କିଛି ମହୁ ଟୋପା ଟୋପା ହୋଇ ତଳକୁ ପଡ଼ୁଥାଏ। ଏ ଲୋକଟି କ'ଣ କଲା, ଦୁଇ ପଟେ ମରଣ ଯନ୍ତ୍ରରେ ପଡ଼ି ମଧ୍ୟ ଆସନ୍ନ ମରଣକୁ ଜାଣି ସୁଦ୍ଧା, ଏତେ ଯନ୍ତ୍ରଣା କଷ୍ଟ ଭୋଗି ସୁଦ୍ଧା ଏ ଟୋପା ଟୋପା ପଡ଼ୁଥିବା ମହୁକୁ ନିଜେ ଜିଭ ଲଗେଇ ଆସ୍ୱାଦନ କରିବାକୁ ଲାଗିଲା। ଏ କ୍ଷଣିକ
ମିଠା ମଧୁରତା ଲାଭ କରିବା ବ୍ୟସ୍ତରେ ସେ ଦୁଇ ପଟେ ଜୀବନକୁ ଥିବା ବିପଦରୁ ରକ୍ଷା କରିବାର କୌଶଳଟା ଭୁଲିଗଲା। ଅର୍ଥାତ୍ ସେ ତା ଜୀବନକୁ ବଞ୍ଚାଇବାର ଯେଉଁ ଟେକ୍ନିକ୍ଟାକୁ ସମ୍ପୂର୍ଣ୍ଣ ଭାବରେ ହରାଇ ବସିଲା। ଟୋପା ଟୋପା ମଧୁରତା ଗୁଣ ଥିବା ମହୁର ଏ ସ୍ୱାଦ ମାୟାରେ ପଡ଼ି ସେ ବାୟା ହେଇଗଲା। ଅର୍ଥାତ୍ ଏଠି ଆମେ ଗୋଟିଏ କଥା ଉପସ୍ଥାନ କରିପାରିବା, ବର୍ତ୍ତମାନ ସମାଜରେ ମଣିଷ ଅନେକ ଯନ୍ତ୍ରଣା କଷ୍ଟ ଇତ୍ୟାଦିକୁ ସମ୍ମୁଖୀନ କରିବାକୁ ଯାଇ ତଥାକଥିତ କ୍ଷଣିକ ଏହି ମହୁ ସ୍ୱାଦ ବିଶିଷ୍ଟ କେତେ ଗୁଡ଼ିଏ ସ୍ୱାଦ ଥିବା ଜିନିଷ ପ୍ରତି ଆକୃଷ୍ଟ ହୋଇ ନିଜ ବଞ୍ଚିବାର ରାହା କୌଶଳଟାକୁ ହରାଇ ବସୁଛି। ସେ ଭୁଲି ଯାଉଛି ଯେ ତା'ର ଜୀବନଟା ଗୋଟେ ମରଣର ଚକ୍ରବ୍ୟୂହ ଆଡ଼କୁ ଠେସି ହେଇଯାଉଛି। ତଥାପି ସେ କ୍ଷଣିକ ସାମାନ୍ୟ ସ୍ୱାଦ ଖୁସି ପାଇଁ ସୁଖୀ ପାଇଁ ସେ ସେଥିରେ 100% ଚେଷ୍ଟା କରି ବ୍ୟସ୍ତ ରହୁଛି। ଆଉ ଅନ୍ୟ ଏକ ଦିଗ ଦେଇ ଦେଖିଲେ ମଣିଷର ବର୍ତ୍ତମାନ ସାମାଜିକ ସ୍ଥିତି ଓ ମାନସିକ ସ୍ଥିତି ଏଇଆ ଯେ ସେ ଅଧିକ ଚାଲାକ ଦେଖାଉଛି, ସମସ୍ତଙ୍କ ଠାରୁ ନିଜକୁ ଅଧିକ ଚତୁର ଦେଖାଉଛି। ଯେମିତିକି ଜଣେ ଲୋକ କୌଣସି ଗୋଟିଏ ଦୂର ସ୍ଥାନକୁ ଯିବା ପାଇଁ ଗୋଟିଏ ରେଳଗାଡ଼ିରେ ବସିଲା। ସେ ବସିଥିବା ରେଳ ଡବାରେ ସେ ଯେତେବେଳେ ଚଢ଼ିଗଲା, ସେ ରେଳ ଡବାରେ ଦେଖିଲା ପ୍ରବଳ ଲୋକମାନଙ୍କର ଭିଡ଼ ହୋଇଛି। ବସିବା ପାଇଁ ତା'ର ସ୍ଥାନ ନାହିଁ। ତେଣୁ ସେ ନିଜକୁ ଅତି ବୁଦ୍ଧିଆ ବୋଲି ଭାବି ଗୋଟେ ଛୋଟ ବୁଦ୍ଧି ପ୍ରୟୋଗ କଲା। ନିଜେ ଟିକେ ସହଜରେ ରେଳଗାଡ଼ିରେ ବସିକି ଯିବା ପାଇଁ ଗୋଟେ ଛୋଟ ବୁଦ୍ଧିଟେ ସେ ପ୍ରୟୋଗ କଲା। ଏଇଆ ହେଲା ଯେ ସେ ହଠାତ୍ ଲୋକମାନଙ୍କ ଗହଳିକୁ ଯାଇ ଏଇ ବସିଥିବା ଲୋକମାନଙ୍କର ରେଳ ଡବାରେ ଗୋଟିଏ ବଡ଼ ଧରଣର ସାପଟେ ବିଷଧର ସାପଟେ ପଶିଯାଏ ବୋଲିକି ଚିତ୍କାର କଲା। ଏହାର ଏଇ ଚିତ୍କାର ଶୁଣି ସେ ଡବାରେ ବସିଥିବା ସମସ୍ତ ଯାତ୍ରୀ ଭୟରେ ସେ ଡବା ଛାଡ଼ି ଅନ୍ୟ ଡବାମାନଙ୍କୁ ପଳେଇଲେ। ଲୋକଟି ଭାବିଲା, ଯାହା ହେଉ ଗୋଟେ ଛୋଟ ବୁଦ୍ଧି ପ୍ରୟୋଗ କରି ଲୋକମାନଙ୍କୁ ଏ ଡବାରୁ ହଟେଇ ମୁଁ ଆରାମରେ ମୋ ଗନ୍ତବ୍ୟ ସ୍ଥାନକୁ ମୁଁ ଯାଇପାରିବି। ସେଥିପାଇଁ ସେ ଟ୍ରେନରେ ପଡ଼ିଥିବା ଗଦି ସିଟ୍ରେ ବିସ୍ତୀର୍ଣ୍ଣ ଭାବରେ ଅତି ସହଜରେ ଆରାମରେ ଶୋଇପାରିଲା। କିଛି ସମୟ କିଛି ଘଣ୍ଟା ପରେ ସେ ଉଠିଲା ଏବଂ ରେଳ ଡବାରୁ ଓହ୍ଲାଇ ସେ ଦେଖିଲା ଯେ ରେଳ ଡବାଟା ସ୍ଥିର ଅଛି ଏବଂ ସେ ପାଖ ଦୋକାନକୁ ଯାଇ ବା ରେଳ ପ୍ଲାଟଫର୍ମରେ ଥିବା ଦୋକାନକୁ ଯାଇ ପଚାରିଲା, ଆଜ୍ଞା ବର୍ତ୍ତମାନ ଗାଡ଼ି କେଉଁଠି ପହଞ୍ଚିଲାଣି? ଉତ୍ତରରେ ପାଖ ଷ୍ଟେସନର ଦୋକାନୀ କହିଲା, ଆଜ୍ଞା ଆପଣଙ୍କର ଗାଡ଼ିଟା ତ ଅନେକ ବେଳରୁ ଷ୍ଟେସନ ଛାଡ଼ି ସାରିଲାଣି, ଆପଣ ଯାଇପାରିଲେନି କେମିତି? ଏକଥା ଶୁଣି ଲୋକଟି ଭାରି ଆଶ୍ଚର୍ଯ୍ୟ ହେଲା। କହିଲା, ତା'ମାନେ ମୁଁ ଯେଉଁ ଷ୍ଟେସନରେ ଗାଡ଼ି ଚଢ଼ିଥିଲି ସେଇ ଷ୍ଟେସନରେ ଅଛି? ସେ ଲୋକଟି କହିଲା, ଆଜ୍ଞା ଆପଣ ସେଇ ଷ୍ଟେସନରେ ଅଛନ୍ତି। କହିଲେ, ଏହା କେମିତି ସମ୍ଭବ ହେଲା? ତାହେଲେ ଗାଡ଼ିଟା ଗଲା କେତେବେଳେ, ମୋତେ ନେଲାନି କିପରି? ସେ ଲୋକଟି କହିଲା, ଆଜ୍ଞା ଏଇ ଡବାଟାରେ ଲୋକମାନେ ସବୁ କ'ଣ ଗୋଟେ ବିଷଧର ସାପ ଅଛି ବୋଲି ଭୟ କରି
ଅନ୍ୟ ଡବାମାନଙ୍କୁ ପଳେଇଲେ ଏବଂ ଗାଡ଼ି ଏଇ ଡବାଟାକୁ ଗାଡ଼ି ଭିତରୁ ଅଲଗା କରି ଅନ୍ୟ ଡବାରେ ଲୋକ ବସିଥିବା ଲୋକମାନଙ୍କୁ ନେଇ ସେ 2 ଘଣ୍ଟା ପୂର୍ବରୁ ଚାଲିଗଲା। ଲୋକଟି ଏହି ଦୋକାନୀର କଥା ଶୁଣି ଆଶ୍ଚର୍ଯ୍ୟ ହେଲା ଯେତେ, ଦୁଃଖରେ ଭାଙ୍ଗି ପଡ଼ିଲା ମଧ୍ୟ ସେତେ। ଏଠି ଗୋଟିଏ କଥା ଆମେ ଆଲୋଚନା କରିବା ଯେ ଲୋକଟି ଅତି ଚାଲାକ ଭାବେ ନିଜକୁ ନିଜେ ଅତି ସହଜରେ ସୁଖରେ ଆରାମରେ ଯିବ ବୋଲିକି ଯେଉଁ ଛୋଟିଆ ତା ମନ ଭିତରେ ଯେଉଁ ବୁଦ୍ଧି ପୂରେଇଥିଲା, ସେ ବୁଦ୍ଧିକୁ ପ୍ରୟୋଗ କରିବା ଦ୍ୱାରା ନିଜେ ହିଁ ସେ ଷ୍ଟେସନରେ ପଡ଼ି ରହିଲା। ଅନ୍ୟମାନେ ସୁବିଧାରେ ସହଜରେ ତାଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ପାରିଲେ। ତେଣୁ ଆମେମାନେ ଜାଣନ୍ତି ନାହିଁ ଜୀବନରେ କେଉଁ ବୁଦ୍ଧି ପ୍ରୟୋଗ କଲେ ଆମ ଜୀବନଟା ସହଜ ସରଳ ହୋଇପାରିବ। ଆମେ ସମାଜରେ ଅତି ବୁଦ୍ଧିଆ ବୋଲିକି ନିଜକୁ ଭାବି ଅନେକ କାଣ୍ଡ କାରଖାନା କରନ୍ତି। ଅନ୍ୟମାନଙ୍କୁ ଆମେ ସୁପରସିଟ୍ କରିବା ପାଇଁ ଅନେକ ଯୋଜନା ମଧ୍ୟ କରନ୍ତି, ଯେଉଁ ଯୋଜନାରେ ଆମେ ହିଁ ନିଜେ ଫସନ୍ତି। ତେଣୁ ଏ ଜୀବନରେ ଭଲ ମନ୍ଦ ଭୁଲ ଠିକ୍ ସତ ମିଛର ବିଚାର ନିଜେ କରିବା ଅପେକ୍ଷା ଯିଏ ଏସବୁର ଚରମ ସମାଧାନ ଦେଇଛନ୍ତି, ସେପରି ଆଦର୍ଶ ସଦ୍ଗୁରୁଙ୍କର ଶରଣାପନ୍ନ ହେଇ ତାଙ୍କରି ପ୍ରଦତ୍ତ ବାଣୀ ବିଧାନକୁ ମାନି ନିଜ ଜୀବନରେ ତାହା ପରିସ୍ଫୁଟ କରି ଫୁଟେଇ ତୋଳି ଆମେ ଯଦି ଜୀବନରେ ଚାଲିପାରିବା, ତାହେଲେ ଆମେ ସହଜରେ ଆମ ଜୀବନର ଲକ୍ଷ୍ୟରେ ପହଞ୍ଚି ପାରିବା। ଆମେ ଜୀବନରେ ଶାନ୍ତି, ସ୍ୱସ୍ତି, ଆନନ୍ଦ ଯାହା ଯାହା ଆମ ଜୀବନ ପାଇଁ ଦରକାର ତାହା ଅତି ସହଜ ସୁଲଭ ଭାବରେ ଆମେ ପାଇପାରିବା। ଆସନ୍ତୁ, ଆଜି ତ ସମୟ ହେଇଯାଇଛି। ଆଉ ଦିନେ ଆଉ ଏକ ଅଧ୍ୟାୟ ନେଇ ଆଉ ଏକ ପ୍ରସଙ୍ଗ ନେଇ ଆପଣମାନଙ୍କ ପାଖରେ ମୁଁ ହାଜିର ହେବି। ରହୁଛି, ପ୍ରଣାମ।